ଶୀତ ବଢ଼ିବା ସହିତ ବଢ଼ୁଛି ଗରିବଙ୍କ ଦୁଃଖ। ବିଶେଷକରି ରାତ୍ରିଯାପନ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବାସହରା ନିରାଶ୍ରୟ। ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ରାସ୍ତାକଡ଼ରେ ଶୀତ କାକରରେ ପଡ଼ି ରହିଛନ୍ତି ଗରିବ ଗୁରୁବା। ବଲାଙ୍ଗୀର ରେଲୱେ ଷ୍ଟେସନ ନିକଟରେ କେମିତି ଦୟନୀୟ ଅବସ୍ଥାରେ ଅଛନ୍ତି ଲୋକେ ସେ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଘଟେଶ୍ୱର ମିଶ୍ର। ଶୀତ ବଢ଼ିଛି, ତା ସହିତ ଗରିବଙ୍କ ଦୁଃଖ ବଢ଼ିଛି। ଆପଣ ଦେଖିପାରୁଥିବେ କରୁଣ ଦୃଶ୍ୟ। ଇଏ ହେଉଛି ବଲାଙ୍ଗୀର ରେଲୱେ ଷ୍ଟେସନ ନିକଟରେ ରାସ୍ତା କଡ଼ରେ ଯେଉଁ ଗରିବ ଲୋକମାନେ ଅଛନ୍ତି, ଯେଉଁମାନେ କିଏ ଭିକ ମାଗିକି ଚଲୁଛି, ଆଉ କିଏ କାଚ ବୋତଲ ଲୁହା ଏପରି ଜିନିଷ ସଂଗ୍ରହ କରିକି ବିକ୍ରି କରୁଛନ୍ତି। ସେମାନେ ଫୁଟପାଥରେ ରହୁଛନ୍ତି। ଶୀତ ବଢ଼ିବା ସହିତ ଏମାନଙ୍କର ବିପଦ ବଢ଼ିଛି। ଦେଖୁଥିବେ ରାତି ପାଖାପାଖି 10ଟା ଉପରେ ହେଲାଣି ଏବଂ ନିଆଁ ଲଗେଇକି ଏମାନେ ଅଛନ୍ତି ଏବଂ ତାଙ୍କ ସହିତ ଆଲୋଚନା କରିବା। ଆଜ୍ଞା, ଶୀତ ବଢ଼ିଛି, କେମିତି ଶୀତରେ କେମିତି ରହୁଛନ୍ତି? आज्ञा माँ मोलो शीतो पड़े आगो ये जो निया बारी के हम लोग ताप बारे माँ क्या करो गरीब लोग भी को मंगवा खाईबा बोतल पोतल बच्चा लोग सुनबा। माता आपको जो होगा खुशी तो दे दो, जो कुछ देना है माता जी गरीब को जो देना है कम्बल संबल बाढ़ तो दे देता था माँ। कंबल मिल रहा है? हाँ माता जी, 2 आदमी बांटा है, झूठ नहीं बोलेगा माँ। एक कम्बल दिया है, डेरा पीछे दिया है माँ। शुणुले किछि स्वेच्छासेवी आसिकी जहाँ कंबल देइथिले, किंतु सरकारी स्तर रे कोनोसी प्रकार सुविधा सुजोग एमानक पई कराଯାଏ ନାହିଁ। କିନ୍ତୁ ଅନେକ ସରକାରୀ ସୁବିଧା ସୁଯୋଗ ରହିଛି। ଏମାନଙ୍କ ପାଇଁ ସେଲ୍ଟର ରୁମ୍ ହେବା କଥା, ତାହା ମଧ୍ୟ ହୋଇନାହିଁ। ଆପଣ ଦେଖିପାରୁଥିବେ ଛୋଟ ଛୋଟ ଛୁଆମାନଙ୍କୁ ଧରିକି ମଶାରୀ ଟାଙ୍ଗିକି ରାସ୍ତା କଡ଼ରେ ରହୁଛନ୍ତି ଗରିବମାନେ। ତାଙ୍କ କଷ୍ଟ ବଢ଼ିଛି, ଯେହେତୁ ଶୀତ ବଢ଼ି ଚାଲିଛି ତ ଏମାନଙ୍କ ଉପରେ କାହାରି ନଜର ପଡ଼ୁନାହିଁ। ଆପଣ ଦେଖିପାରୁଥିବେ ଆଉ ଜଣେ ମହିଳା ଯେପରି ଭାବରେ ଶୋଇ ରହିଛନ୍ତି ରାସ୍ତା କଡ଼ରେ, ନା ମଶାରୀ ଅଛି ନା ଆଉ କ'ଣ ସୁବିଧା ଅଛି। ମାଉସୀଙ୍କ ସହିତ ଆଲୋଚନା କରା। ତା ଆଗରୁ ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଅଛନ୍ତି। ଆଜ୍ଞା, କ'ଣ କହିବେ? ଏଇ ଯେଉଁ ଦୃଶ୍ୟ ଦେଖୁଛନ୍ତି, କିଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଏବଂ ଏହାକୁ ନେଇକି ପ୍ରଶାସନ କ'ଣ ପଦକ୍ଷେପ ନେବା କଥା? ଏହା ବହୁତ ଦୁଃଖର କଥା। ବଲାଙ୍ଗୀରରେ ଦେଖୁନ୍ ଜିଲ୍ଲା ପ୍ରଶାସନ, ମ୍ୟୁନିସିପାଲିଟି ପ୍ରଶାସନ ସମସ୍ତେ ଅଛନ୍। ସମସ୍ତେ ତାକିରି ବଲାଙ୍ଗୀର ଯେହେତୁ ଗୋଟେ ଆଶ୍ରୟସ୍ଥଳୀ ନ ଲୋକଙ୍କ ଯେମାନେ ଲୋକମାନେ ବାହାରୁ ଆସୁଛନ୍ ରହୁଛନ୍ ରୋଡ୍ ସାଇଡ୍ ମାନଙ୍କୁ, ତାଙ୍କୁ ଗୋଟେ ଆଶ୍ରୟସ୍ଥଳୀ ବଲାଙ୍ଗୀର ମ୍ୟୁନିସିପାଲିଟି ତରଫରୁ ହେବା କଥା, ଜିଲ୍ଲା ପ୍ରଶାସନ ତରଫରୁ ହେବା କଥା। ଆଜି ଦୀର୍ଘ ବର୍ଷ ହେଲା ପ୍ରତିବର୍ଷ ଆମେ ଦେଖି ଆସୁଛୁ, ବର୍ଷା ହଉ ଥଣ୍ଡା ହଉ ଯାହା ବି ହଉ, ଖୋଲା ଆକାଶ ତଳେ ଲୋକମାନେ ସେଇ ଜରି ଟାଣିକି ଆଜି ପର୍ଯ୍ୟନ୍ତ ରହୁଛନ୍। କିନ୍ତୁ ପ୍ରଶାସନର ମାନବିକତା ନାଇଁନ, ପୁରା ଅବହେଳା, ଯେନ୍ଟାକି ବହୁତ ନିନ୍ଦନୀୟ ହେ। ତ ଯଦି ଯେହେତୁ ଥଣ୍ଡା ବଢ଼ିଛି, ଏମାନେ ଯଦି ରାସ୍ତା କଡ଼ରେ ରହିବେ, କେତେବେଳେ କ'ଣ ଅଘଟଣ ବି ଘଟିପାରେ। ଦେଖୁନ୍ ଆପଣ ମାନେ ଏଥିରେ ଶହ ଶହ ଟ୍ରକ୍ ଯାଉଛେ, କେତେବେଳେ ବି ରାସ୍ତାରେ କେନ୍ ଗାଡ଼ି ରାତିରେ ବ୍ରେକ୍ ଫେଲ୍ ହେଲା, କାଣା ହେଲା, ମାନେ ଦୁର୍ଘଟଣା ବି ଘଟି ଯାଇପାରେ। ଅନେକ ଦୁର୍ଘଟଣା ଘଟି ସାରିছে ଅନେକ ଜାଗାରେ। ନିହାତି ଏଇଟା ଗୋଟେ ବହୁତ ବଡ଼ ବିପଦରେ ଅଛି। ଦେଖୁଥିଲେ ସ୍ୱେଚ୍ଛାସେବୀ ବି କହୁଛନ୍ତି ବିପଦ ହେଇପାରେ ଆଗକୁ। ଏ ଆପଣ କେବେଠୁ ରହୁଛନ୍ତି ରାସ୍ତା କଡ଼ରେ? କେତେ ଦିନ ହେଲା? बहुत देर हो चुका। କାହିଁ ଘର ନାହିଁ? नहीं ना घर नहीं, किसी द्वारा नहीं, वोट फोट नहीं, किसी नहीं। अपन वोट फोट कर दिया, हमारे आधार कार्ड दिख कर दिया। देख नाड़ी लोग अच्छे फौजियो अच्छी साढ़े हाड़े अच्छी नहीं, फौजियो भी एमती पड़ी छी। हमनकर वोट काट नहीं, किसी नहीं। ଯେ ଏବେ ଥଣ୍ଡା ବଢ଼ି ଯାଇଛି, ଥଣ୍ଡାରେ କେମିତି କ'ଣ ରହୁଛନ୍ତି ରାସ୍ତା କଡ଼ରେ? ରହୁଛି ଆଜ୍ଞା, କେମିତି ରହେମା? କମଲ ଦିଅ, ଶାଲ ଦିଅ, ଉଡ଼ମା ଶୁଇମା। ସରକାରୀ ଅଫିସର କିଏ ଆସୁଛନ୍ତି? ଅଧିକାରୀ କିଏ ଆସିଛନ୍ତି? ଆସୁଛି ଦେଇ କରି ଯାଉଛି, ସବୁ କରୁଛି ଆଉଛି। ଶୁଣୁଥିଲେ ଯେ ସରକାରୀ ଅଧିକାରୀ କେହି ଆସୁନାହାନ୍ତି, ଯାହା ସ୍ୱେଚ୍ଛାସେବୀ ମାନେ ଆସୁଛନ୍ତି। ଆଉ ଜଣେ ସ୍ୱେଚ୍ଛାସେବୀ ଅଛନ୍ତି। ଆଜ୍ଞା, କ'ଣ କହିବେ? ଏଇ ଯେଉଁ ଦୃଶ୍ୟ ଦେଖୁଛନ୍ତି, କେତେ ଦିନ ହେଲାଣି ଏମାନେ ରାସ୍ତା କଡ଼ରେ ରହୁଛନ୍ତି, ଏବେ ଥଣ୍ଡାରେ କେମିତି କ'ଣ ବିପଦ ହେବ? ଏମାନେ ତ ବିଗତ ବର୍ଷ ବର୍ଷ ଧରି ଏଠି ରହୁଛନ୍ତି, ହେଲେ ତାହା ତ ନିରାଟ ସତ୍ୟ କଥା ଯେ ପ୍ରଶାସନର କିଛି ଅବହେଳା ରହୁଛି। ଯାହାକି ମହାତ୍ମା ଗାନ୍ଧୀ ଯାହା କହିଥିଲେ ସର୍ବୋଦୟ ହେଉ, କିନ୍ତୁ ବିଗତ 70 ବର୍ଷ ଉର୍ଦ୍ଧ୍ୱ ହେଲା ବର୍ତ୍ତମାନ ଭାରତବର୍ଷରେ ଆମେ ଦେଖିବାକୁ ନେଇ ପାଇବାର ଯେ ଚାରିଆଡ଼େ ଉଦୟ ହେବାଟା। କାହିଁକିନା ଆମେ ମଣିଷ, ଆମ ମଣିଷ ସମାଜରେ ସମସ୍ତେ ଆମ ଭଳିଆ ସୁସୁବିଧା ପାଇପାରୁନ୍ ବୋଲିକରି ଆମେ ଭାବୁ। କିନ୍ତୁ ଏମାନଙ୍କୁ ଦେଖିଲା ପରେ ଲାଗୁଛି ଯେ ଏମାନଙ୍କର ଆଧାର କାର୍ଡ ନାହିଁ କି ଭୋଟର କାର୍ଡ ନାହିଁ। ତ ଏଇଟା କ'ଣ ଆଜି ପର୍ଯ୍ୟନ୍ତ, ଆଜି ଡେଟ୍ରେ এই যে ଥଣ୍ଡା ବଢ଼ିବା ସହିତ କେମିତି ଆମକୁ ବିପଦ ହେଇପାରେ? ହଁ,
ନିଶ୍ଚିତ କିଛି ନାହିଁ କେତେବେଳେ ପ୍ରାଣ ବି ଯାଇପାରେ ଆଉ ଏଇ ତାଙ୍କର ଲାଗି କିଛି ସୁବିଧା କରିବା ପାଇଁ ପ୍ରଶାସନକୁ ଆମେ ନିବେଦନ କରିବାର ଉଚିତ। ହଁ ଶୁଣୁଥିଲେ ଯାହା ସ୍ୱେଚ୍ଛାସେବୀ ମାନେ ମଧ୍ୟ ଅନୁରୋଧ କରୁଛନ୍ତି ପ୍ରଶାସନକୁ ଏବଂ ଆମେ ମଧ୍ୟ ଅନୁରୋଧ କରୁଛୁ ପ୍ରଶାସନ ତରଫରୁ ବଲାଙ୍ଗୀର ସହରର ବିଭିନ୍ନ ଜାଗାରେ ଯେଉଁ ଏମିତି ଯାଯାବର ମାନେ କୁହନ୍ତୁ ଯେଉଁମାନେ ରାସ୍ତା କଡ଼ରେ ରହୁଛନ୍ତି ଶୀତ ବଢ଼ିଛି ସେମାନଙ୍କ ପାଇଁ ସେଲ୍ଟର ରୁମ୍ର ବ୍ୟବସ୍ଥା କରିବା କଥା ଏବଂ ସେମାନଙ୍କ ପାଇଁ କମ୍ବଳର ବ୍ୟବସ୍ଥା କରିବା କଥା ନହେଲେ ଆଗକୁ ଏହା ବିପଦ ଘଟିପାରେ। ବଲାଙ୍ଗୀରରୁ କ୍ୟାମେରା ପର୍ସନ କରୁଣାକରଙ୍କ ସହିତ ଘଟେଶ୍ୱର ମିଶ୍ର OTV।